ଓଡ଼ିଶାର ସିଜିମାଳିରେ ଯେଉଁ ପ୍ରକାର ଭାବରେ ଆମର ଆଦିବାସୀ ଭାଇ ଭଉଣୀମାନଙ୍କ ବିରୁଦ୍ଧରେ ପୋଲିସ ଅତ୍ୟାଚାର କରିଛି ତାକୁ ବିରୋଧ କରି ମୁଁ କେନ୍ଦ୍ର ସରକାରକୁ ଗୋଟେ ଚିଠି ଲେଖିଛି। ଆମର କେନ୍ଦ୍ରରେ ଥିବା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ମହୋଦୟ ଓଡ଼ିଶାର ଲୋକ ଏବଂ ଅବିପର୍ଯ୍ୟନ୍ତ କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ କିମ୍ବା କେନ୍ଦ୍ରରେ ଥିବା ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରାଳୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି, ରାଜ୍ୟ ସରକାରଙ୍କ ସହିତ କୌଣସି ଯୋଗାଯୋଗ କରିନାହାନ୍ତି କି ଆମର ଆଦିବାସୀ ଭାଇ ଭଉଣୀମାନଙ୍କ ସହିତ ଏ ପ୍ରକାର ଅତ୍ୟାଚାର କାହିଁକି ହେଉଛି ଏବଂ ତାକୁ କି ପ୍ରକାର ଭାବରେ ରୋକାଯାଇପାରିବ। ଏହି ସଂକ୍ରାନ୍ତରେ ମୁଁ ଗୋଟିଏ ଚିଠି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ମହୋଦୟଙ୍କୁ ଲେଖିଛି, ଏଟାକୁ ମଧ୍ୟ ଇମେଲ କରିଛି ଏବଂ ଏହି ଚିଠିରେ ମୁଁ ସ୍ପଷ୍ଟ ଭାବରେ କହିଛି ଯେଉଁ ପ୍ରକାର ଭାବରେ ଆମର ଆଦିବାସୀ ଭାଇ ଭଉଣୀମାନଙ୍କୁ ଏ ପ୍ରକାର ଅତ୍ୟାଚାରରୁ ପ୍ରୋଟେକ୍ସନ୍ ଦିଆଯିବା କଥା ଫ୍ରମ୍ ପୁଲିସ୍ ଆକ୍ସନ୍, ସେଟା ଅବିପର୍ଯ୍ୟନ୍ତ ଦେଖିବାକୁ ମିଳିଲା ନାହିଁ। ସେ ଉପରେ ସେ ତତ୍ପର ହୁଅନ୍ତୁ, ରାଜ୍ୟ ସରକାର ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୁଅନ୍ତୁ। ଦ୍ୱିତୀୟରେ ଗ୍ରାମସଭା ଗୁଡ଼ିକ ଯେଉଁ କୁହାଯାଉଛି କି ସେ ବକ୍ସାଇଟ୍ ପ୍ରୋଜେକ୍ଟ ପାଇଁ ଗ୍ରାମସଭା ଗୁଡ଼ିକ ଉଚିତ ଭାବରେ ହେଇନଥିଲା ଏବଂ କୌଣସି ଜାଗାରେ ଆଦିବାସୀ ଭାଇ ଭଉଣୀମାନଙ୍କର ଯେଉଁ ମୂଳ ଇଚ୍ଛା ଥିଲା କି ସେଇଠି ନ ହଉ ବୋଲି ତାକୁ ଉପେକ୍ଷା କରିକିରି ଜବରଦସ୍ତି କରାଯାଇଥିଲା କିମ୍ବା ପେସା ଆଇନ ଏବଂ ଫରେଷ୍ଟ ରାଇଟ୍ସ ଆକ୍ଟର ଉଲ୍ଲଂଘନ ମଧ୍ୟ ହେଇଛି ବୋଲି ଯାହା ଶୁଣାଯାଉଛି। ଏସବୁ ବିଷୟ ମୁଁ ଏହି ଚିଠିରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁ ଲେଖିଛି। ମୁଁ ଆଶା କରୁଛି ଜୁଏଲ ବାବୁ ଓଡ଼ିଶାରୁ ଥିବାରୁ, ଜଣେ ଓଡ଼ିଆ ହେଇଥିବାରୁ, ଆଦିବାସୀ ସମ୍ପ୍ରଦାୟରୁ ହୋଇଥିବାରୁ ସେ ନିଶ୍ଚୟ ତତ୍ପରତାର ସହିତ ଏହା ରାଜ୍ୟ ସରକାରଙ୍କ ସହିତ ଟେକଅପ୍ କରିବେ ଏବଂ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ମଧ୍ୟ ଏହାର କି ପ୍ରକାର ଭାବରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ଏବଂ ଆମର ଆଦିବାସୀ ଭାଇ ଭଉଣୀମାନେ ସୁରକ୍ଷିତ ରହିପାରିବେ ସେଥିପାଇଁ ଚେଷ୍ଟିତ ହେବେ।